ନା ଆମର ଏଇଟା ଗୋଟେ ଷ୍ଟେଟ୍ ଲେଭେଲ୍ ଷ୍ଟିୟରିଂ କମିଟି ଗୋଟେ ଅଛି ଷ୍ଟାଚ୍ୟୁଟାରୀ ମିଟିଂ ସେଟା ସିଏସ୍ ଚେୟାରମ୍ୟାନସିପ୍ରେ ହୁଏ ସେଟା ସୁଭଦ୍ରାର ପ୍ରତିବର୍ଷ ସେଟା ହେବ ତେଣୁ ଜଷ୍ଟ ମନିଟରିଂ ସୁଭଦ୍ରା କେମିତି ଚାଲିଛି କ'ଣ ଆଣ୍ଡ ନେକ୍ସଟ ଇନଷ୍ଟଲମେଣ୍ଟ ବି ଆମର 9 ତାରିଖରେ ଲୋକମାନଙ୍କୁ ଦିଆଯିବ ତା ବିଷୟରେ ଡିସ୍କସନ୍ ହେଇଥିଲା। ନାଇଁ ଆମର ବେନିଫିସିଆରୀ ଯେତିକି ଅଛନ୍ତି ତାକୁ ଆମେ ଆମର ଯେଉଁ ଏକ୍ସକ୍ଲୁଜନ୍ କ୍ରାଇଟେରିଆ ଯାହା ଗାଇଡଲାଇନ୍ସର ଅଛି ତାକୁ ରନ୍ କରିକି ଯେଉଁମାନେ ଏଲିଜିବଲ୍ ତାଙ୍କୁ 9 ତାରିଖରେ ଦିଆଯିବ। ନା ଯେଉଁମାନେ 60 ଇୟର୍ସ ହେଇଛନ୍ତି ତାକୁ ଆମେ 31 ମାର୍ଚ୍ଚ ସୁଦ୍ଧା ଯେଉଁମାନେ 60 ଇୟର୍ସ ହେଇଛନ୍ତି ସେମାନଙ୍କୁ ତ ଏକ୍ସକ୍ଲୁଡ୍ କରାଯିବ ଗାଇଡଲାଇନ୍ ଅନୁସାରେ ଏବଂ ତାକୁ ଆମେ ଏସ୍ଏସ୍ପିଡି ଡିପାର୍ଟମେଣ୍ଟକୁ ଦେବୁ ସେମାନଙ୍କୁ ତାଙ୍କର ଭତ୍ତାରେ ଇନକ୍ଲୁଡ୍ କରିବେ ଯେଉଁମାନେ ଏଲିଜିବଲ୍ ଥିବେ। ନାଇଁ ଆମର ସୁଭଦ୍ରାରେ ତ ଅଲରେଡି ଆମର ଡାଟାବେସ୍ ଅଛି ଏବଂ ଯେଉଁମାନେ ଏଲିଜିବଲ୍ ତାଙ୍କୁ ଦିଆଯିବ। ନା ସେଇଟା ତାଙ୍କର ସେଇଟା ତ ଅଛି ନେକ୍ସଟ କେମିତି ସୁଭଦ୍ରାରେ ଆଗକୁ ଯିବ ସେଇଟା ତା ପାଇଁ ନିଆ ହେଉଛି ପଦକ୍ଷେପ। ନାଇଁ ନାଇଁ ସୁଭଦ୍ରା ଶକ୍ତିଟା ଆମର WNCD ଡିପାର୍ଟମେଣ୍ଟ କରୁନି ଆମର ବେସିକାଲି ସୁଭଦ୍ରାର ଆଜି ପର୍ଯ୍ୟନ୍ତ କ'ଣ ହେଇଛି ସେଇଟା ରିଭ୍ୟୁ କରାଯାଉଥିଲା ମନିଟରିଂ କରାଯାଉଥିଲା ବେସିକାଲି ମେନ୍ ଷ୍ଟିୟରିଂ କମିଟିର କାମ ହେଲା ସେ ମନିଟରିଂ କରାଯାଉଥିଲା କ'ଣ କ'ଣ ଆଜି ପର୍ଯ୍ୟନ୍ତ ହେଇଛି ସୁଭଦ୍ରା।